ବାଲେଶ୍ୱର ମିଶନ ବାଳିକା ଉଚ୍ଚ ବିଦ୍ୟାଳୟର 184ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟକ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢ଼ିଲେ ରାଜ୍ୟ ସରକାର ସେମାନଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ କୋଟା ବ୍ୟବସ୍ଥା କରିଥିବାର ସୂଚନା ଦେଇଥିଲେ। ଚିନ୍ତା କରିଥିଲେ ଯେ ଜାତିର ଝିଅ ପିଲାମାନେ ଯଦି ପାଠ ନ ପଢ଼ନ୍ତି ତାହେଲେ କ'ଣ ହେବ ଏବଂ ତାଙ୍କୁ 184 ବର୍ଷ ତଳେ ପାଠ ପଢ଼େଇକି ମୁଖ୍ୟ ସ୍ରୋତର ସାମିଲ କରିବା ପାଇଁ ତାଙ୍କର ଯେଉଁ ପ୍ରୟାସ ସେ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ଏବଂ ଆମର ସମ୍ବିଧାନ ଯିଏ ରଚକ ଭାରତରତ୍ନ ଡକ୍ଟର B.R. ଆମ୍ବେଦକର ସେ ତାଙ୍କର ଅଭିଭାଷଣରେ ସବୁବେଳେ କହୁଥିଲେ ଏବଂ ବିଶେଷ କରି ଗୁରୁତ୍ୱ ଦେଉଥିଲେ ଯେ ଗୋଟେ ଜାତିର ପ୍ରଗତି ଆପଣ ଜାଣିପାରିବେ ଯଦି ସେ ଜାତିର ମହିଳାମାନେ ଆଗକୁ ଆସୁଛନ୍ତି। ସରକାରୀ ସ୍କୁଲ ଟିଚର୍ସ ମାନେ ଅଛନ୍ତି ସେମାନେ ୱେଲ୍ ଟ୍ରେନ୍ଡ ଟିଚର୍ସ, ସେମାନେ ବିଭିନ୍ନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇଛନ୍ତି। ଦେ ଆର୍ ଦ ବେଷ୍ଟ ଟିଚର୍ସ ସ୍କୁଲ କ୍ୟାନ୍ ହ୍ୟାଭ୍। ଏବଂ ପ୍ରାଥମିକ ଶିକ୍ଷା ଯେଉଁ କଥା ଆମ ସମାଜ ଗଠନ ପାଇଁ ଯଦି ଆମେ କଲେଜ ବନେଇବୁ, ୟୁନିଭର୍ସିଟି ବନେଇବୁ, କିନ୍ତୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଯଦି ମଜବୁତ ନ ହେବ, ପ୍ରାଥମିକ ଶିକ୍ଷା ଯଦି ଠିକ୍ ଭାବରେ ନ ହେବ ତାହେଲେ ଆମ କଲେଜ ବି ଫେଲିବ ଏବଂ ୟୁନିଭର୍ସିଟି ଫେଲିବ। ଏବଂ କ୍ୱାଲିଟି ଏଜୁକେସନ ଦେବା ପାଇଁ এই যে 5টি স্কুল রূপান্তরিত করছে আমার প্রিয় মুখ্য নবীন পট্টনায়ক চিন্তাধারা আনিଛନ୍ତି ମୁଁ ତାକୁ ଅନେକ ସାଧୁବାଦ ଦେଉଛି, ଧନ୍ୟବାଦ ଦେଉଛି। ସ୍ୱତନ୍ତ୍ର ଅତିଥି ଭାବେ ପୌରାଧ୍ୟକ୍ଷା ସବିତା ସାହୁ ନାରୀ ଶିକ୍ଷା ଉପରେ ଇଂରେଜ ଶାସନ ମାନେ 184 ବର୍ଷ ତଳେ ଏହି ବାଳିକା ବିଦ୍ୟାଳୟ ପ୍ରଥମେ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ। ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ସର୍ବପୁରାତନ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ନବୀକରଣ ପାଇଁ ସରକାରଙ୍କର ଅବଦାନ ଏବଂ ସ୍ଥାନୀୟ ବିଧାୟକଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୱାର୍ଡ କାଉନ୍ସିଲର ସତ୍ୟଶିବ ସୁନ୍ଦର ଦାସ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଅସୀମା ପ୍ରଧାନ, ହରପ୍ରିୟା ସେଠୀ, ରଶ୍ମିରେଖା ଦାସ, ଗୀତାଞ୍ଜଳି ଶତପଥୀ, ସୌଦାମିନୀ ବିଶ୍ୱାଳ, ଭାସ୍କର ବେହେରା, ବଙ୍ଗାଳୀ ଜେନା, ଜୟନ୍ତୀ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ପ୍ରତି ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। The memorable tree of late श्रीमती अंकुर महाराणा एक्स दिया जाउची एटा केते साल को मेमोरी रे सुजाता मैडम माने स्मृति उद्देश्य रे दिया जाउची। ओळका पाड़ी धन्यवाद अर्पण करथिले। शेषरे छात्र छात्री द्वारा सांस्कृतिक कार्यक्रम परिवेशित होइतिला।